ଶ୍ରବଣ କରୁଥିଲେ ଆମର ଯୋଉ ମନ ବୁଦ୍ଧି ଅହଙ୍କାର ଅଛି ତା ସାଙ୍ଗରେ କଳୁଷିତ ଚେତନା ତ କଳୁଷିତ ଚେତନା ପାଇଁ ଆମେ ଏଇ ଭୌତିକ ଜଗତରେ ଭିନ୍ନ ଭିନ୍ନ ପ୍ରକାର ପାପର କାର୍ଯ୍ୟରେ ନ୍ୟସ୍ତ ଥାନ୍ତି। ଚୈତନ୍ୟ ମହାପ୍ରଭୁ ଯେତେବେଳେ ନିତ୍ୟାନନ୍ଦ ପ୍ରଭୁ ଯେତେବେଳେ ଜଗାଇ ମଦାଇଙ୍କର ଉଦ୍ଧାର କଲେ ଚୈତନ୍ୟ ମହାପ୍ରଭୁଙ୍କୁ ସେ ସମୟରେ କହିଲେ କି ଆପଣଙ୍କର ଏଇ ଭୌତିକ ଜଗତରେ ଯୋଉ ଆବିର୍ଭାବ ହେଇଛନ୍ତି ତ ଏଇ କଳି ଯୁଗରେ ବିଶେଷ କରିକି ଯୋଉଟା ଧନ୍ୟ କଳି ବୋଲି କୁହାହଉଛି ତ ସେଇ ଯୁଗରେ ଆପଣ ଯୋଉ ଆସିଛନ୍ତି ତ ଏଥିରେ କୋଉ ଅସ୍ତ୍ର ଧାରଣ କରିଛନ୍ତି କି ହରିନାମ ଅସ୍ତ୍ରକୁ ଧାରଣ କରିଛନ୍ତି। ତ ହରିନାମ ଅସ୍ତ୍ର ଆଚାର୍ଯ୍ୟ ମାନେ ବିଶେଷ କରି କୁହନ୍ତି ଯେ ଆମେ ଗାଆନ୍ତି ମଙ୍ଗଳା ଆରତିରେ ରୋମାଞ୍ଚ କମ୍ପା ସୁତରଙ୍ଗ ଭାଜୋ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ୍। ତ ଅଷ୍ଟ ସାତ୍ଵିକ ବିକାର ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଅଷ୍ଟ ସାତ୍ଵିକ ବିକାର ପ୍ରଦର୍ଶନ କରିକି ରୋମାଞ୍ଚ କମ୍ପ ଅସ୍ତ୍ର ସ୍ୱେଦ ତ ଏ ସବୁ ଜିନିଷ ଯେତେବେଳେ ଜଣେ ଆଧ୍ୟାତ୍ମିକ ସ୍ତରରେ ଅତ୍ୟନ୍ତ ଉନ୍ନତ ସ୍ଥିତିରେ ସିଏ ରହନ୍ତି ସେତେବେଳେ ତାଙ୍କର କଣ୍ଠ ରୁଦ୍ଧ ହେଇଯାଇଥାଏ ଆଉ ତାଙ୍କର ଅଶ୍ରୁ ବାରମ୍ବାର ତାଙ୍କର ଅଶ୍ରୁ ବିଗଳିତ ହୋଇଥାଏ ଭଗବାନଙ୍କର ଠାରୁ ଏତିକି ଦୂରତା ସେତିକି ଭଲ ପାଇବାକୁ ଅନୁଭବ କରିକି ତ ମହାପ୍ରଭୁଙ୍କର ଏହା ହିଁ ଅସ୍ତ୍ର ଥିଲା ଏହା ହିଁ ଐଶ୍ୱର୍ଯ୍ୟ ଥିଲା ଚେତନ ମହାପ୍ରଭୁ ନାମ ଅବତାର ଚେତନ ମହାପ୍ରଭୁଙ୍କଠାରେ ତ ସ୍ପିରିଚୁଆଲ ଇମୋସନ ଯଦି ଆମେ ଡେଭଲପ ନ କରୁଛେ ମଟେରିଆଲ ଇମୋସନରେ ଆମେ ବେଶୀ ଦିନ ଭକ୍ତିରେ ସଷ୍ଟେନ କରିକି ରହିପାରିବାନି ତ ଏ ଜଗତରେ ଆମେ ଯେତେବେଳେ ବି ବଞ୍ଚିକି ରହୁଛେ ସେତେବେଳେ ଆମେ କାହାକୁ ନା କାହାକୁ ଗୋଟେ ଭଲ ପାଉଛେ ଆମର ଭଲ ପାଇବା ଆମର ସ୍ନେହ ଶ୍ରଦ୍ଧା କାହାକୁ ନା କୋଉଟେ ନିସ୍ତ ଅଛି ବେଳେ ବେଳେ ଆମେ ବ୍ୟବହାରିକ ଢଙ୍ଗରେ କୁହନ୍ତିନି କି ମୁଁ ତୁମକୁ ବିଶେଷ କରିକି ଭଲ ପାଏ ବୋଲି କିନ୍ତୁ ସେ ବ୍ୟକ୍ତିର ସବୁ କିଛି ଆଚରଣ ଚାଲିଚଳନ କି ସବୁ କିଛି ଆମକୁ ପସନ୍ଦ ଲାଗେ ତା ଅନୁସାରେ କରିବା ପାଇଁ ଯାହାବି ଇଚ୍ଛା ସେ ସବୁ ଭଲ ଲାଗେ ମତେ ତେଣୁ ସେଇ ଜିନିଷ ଆମେ ଭଗବାନଙ୍କ ଆଡକୁ କେବେ ରିଡାଇରେକ୍ଟ କରିବାର ଅଛି ମିସଡାଇରେକ୍ଟେଡ ସିଭିଲାଇଜେସନ କାହିଁକି ନା ଆମେ କେହି ଭଗବାନଙ୍କ ଆଡକୁ ଯାଉନେ ଯଦି ମଟେରିଆଲ ଇମୋସନ ଆମେ ଡେଭଲପ କରୁଛେ ତାହଲେ ମଟେରିଆଲ ୱାର୍ଲଡରେ ହିଁ ଆମେ ରହିବା ସ୍ପିରିଚୁଆଲ ଇମୋସନ ଆମେ କେମିତି ଡେଭଲପ କରିବା ସ୍ପିରିଚୁଆଲ ଇମୋସନ ଡେଭଲପ କରିବା ପାଇଁ ଆମେ ସ୍ୱତଃ ଏମିତି ଆମେ କହୁଥିଲେ କି ସମ୍ବନ୍ଧ ଜ୍ଞାନରେ ସ୍ଥିତ ହେଇକି ଆମେ ଭଗବାନଙ୍କୁ ଡାକିବା ଦରକାର ଭଗବାନଙ୍କୁ ସେବା କରିବା ଦରକାର ଗୋଟେ ଚାକରିଟେ ଅଛି ସବୁବେଳେ କଣ କରୁଛି ମାଲିକ କହୁଛି ଆପଣ ମତେ କିଛି ଗୋଟେ କାମ ଦିଅନ୍ତୁ ମୁଁ କରିବି ତ ମାଲିକ ନିଶ୍ଚୟ ପ୍ରସନ୍ନ ହବ କିନ୍ତୁ ମାଲିକ ର ପ୍ରସନ୍ନତା ପାଇଁ ଚାକରକୁ ନିଷ୍ଠାପର ଭାବରେ କାମ କରିବାର ଅଛି ଆମେ ସମସ୍ତେ ଭଗବାନଙ୍କର ନିତ୍ୟ ସେବକ ଆଉ ଆମେ ଭଗବାନଙ୍କୁ ପ୍ରତ୍ୟେକ ଦିନ ଏଇ ସେବା ମାଗୁଛେ କିନ୍ତୁ ଯେତେବେଳେ ଆମେ ନାମ ଜପ କରିସାରୁଛେ ତା ପରବର୍ତ୍ତୀ ଅବସ୍ଥା ନେକ୍ସଟ ଦିନ ଆମେ ନାମ ଜପ କରିବା ପରେ ପର୍ଯ୍ୟନ୍ତ ଆମେ କଣ କଣ କରୁଛେ କୋଉ କୋଉ କାର୍ଯ୍ୟ କରୁଛି ଯୋଉଟା ଭଗବାନଙ୍କୁ ପସନ୍ଦ ଆସେ ତାକୁ ଆମକୁ ଆହୁରି ତନ ତନ କରିକି ଦେଖିବାର ଅଛି କି ସତରେ ମୋର କାର୍ଯ୍ୟଶୈଳୀରେ ଭଗବାନ ପ୍ରସନ୍ନ ଅଛନ୍ତି ତ କେତେ ଦୂର ମୋର ଭଲ ପାଇବା କୁ ପୁଷ୍ଟି କରିବା ପାଇଁ ମୁଁ ବାରମ୍ବାର ଭଗବାନଙ୍କୁ ଇମ୍ପ୍ରେସ କରିବା ପାଇଁ ଚେଷ୍ଟା କରୁଛି ନା କେବେ ବି କରୁନି ତ ଆମକୁ ଚେକ୍ କରିବାର ଅଛି କାରଣ ମଟେରିଆଲ ଇମୋସନ ଯଦି ଆମେ ଡେଭଲପ କରୁଛେ ତାହେଲେ ମଟେରିଆଲ ୱାର୍ଲଡ ରେ ହିଁ ଆମେ ସବୁବେଳେ ରହିବା ତେଣୁ ସ୍ପିରିଚୁଆଲ ଇମୋସନ ଭଗବାନଙ୍କ ପ୍ରତି ଭଲ ପାଇବା ଭକ୍ତ ମାନଙ୍କ ପ୍ରତି ଭଲ ପାଇବା ଆଉ ନିଃସ୍ଵାର୍ଥ ପର ଭାବରେ ନିରାଶକ୍ତ ହେଇକି ଯଦି ଆମେ ଏଇ ସେବାଟା କରିବା ଧୀରେ ଧୀରେ ଆମେ ଜାଣିବା ଜଗତର ଅସ୍ଥାୟିତ୍ଵ ଜଗତ ଦିଟା ଜିନିଷରେ ବନା ହେଇଛି ଗୋଟେ ହେଲା ଭୋଗ ତ୍ୟାଗ ଆଉ ଗୋଟେ ଚପଳ ସୁଖ ଭୋଗ ତ୍ୟାଗ ମାନେ ଆଜି ଆମେ ସଂସାରକୁ ଭୋଗ କରୁଛେ ଭଲ ଲାଗୁଛି କାଲି ଆମକୁ ଭୋଗ କରିବା ପାଇଁ ଭଲ ଲାଗିବନି ତ୍ୟାଗ କରିବା ପାଇଁ ଭଲ ଲାଗିବ କାହିଁକି ନା ଦେଖିଥିବ କେହି ଯଦି ଟିକେ ସମସ୍ୟା ଆସିଲେ ଆମେ ତ୍ୟାଗ କରିଦିଅନ୍ତି ତୁରନ୍ତ ନାଇଁ ଏଇଟା କରିବାନି ତମେ ଯାଉଛ କି ଡକ୍ଟର ଦେହ ଖରାପ ହେଇଗଲା ଖାଇ ପେଟ ଖରାପ ହେଇଗଲା ଡକ୍ଟର କହିଲା 2 ଦିନ ଟିକେ ଉପବାସ ଭୋଗ ତ୍ୟାଗ ଭୋଗ ପେଣ୍ଡୁଲମ ଭଳିଆ ସେ ବୁଲଥିବ ଏମିତି ଭୋଗ ତ୍ୟାଗ ଭୋଗ ତ୍ୟାଗ ଯଦି କରିବା କାହିଁକି କାହିଁକିନା ନେଚର ହେଲା ଏଇ ଜଗତର ଚପଳ ସୁଖ ଚପଳ ସୁଖ ମାନେ ବିଜୁଳି ମାରିଲେ ଫଟକିନି ମାରିଲେ ସରିଲା ସେମିତି ଆମେ ଯେତେବେଳେ ସଂସାରକୁ ଭୋଗ କରୁଛେ ଯୋଉ ସୁଖ ପାଉଛେ ଚପଳ ସୁଖ ମାନେ ବହୁତ କମ ସମୟ ପାଇଁ ଏ ଦିଟା ନେଚରରେ ଭୌତିକ ଜଗତ ବନା ହେଇଛି ଏଇଟା ଆମର ବାସ୍ତବରେ ଏଇଟା ଘର ନୁହଁ ଭଗବାନ କାହିଁକି କହିଲେ କି ମୋ ପାଖକୁ ପଳେଇ ଆସ କାହିଁକି ଭଗବାନ କହିଲେ କି ଏ ଜଗତରେ ଦୁଃଖାଳୟ ମଶାଶ୍ୱତ ବ୍ୟତୀତ ଅଲଗା କୌଣସି ଫିଚର ମୁଁ ଆଡ କରିନି
ତେଣୁ ମୋ ପାଖକୁ ଆସିବ। ମୋ ପାଖକୁ ଆସିବା ପାଇଁ ଭଗବାନଙ୍କ ପ୍ରତି ସ୍ପିରିଚୁଆଲ ଇମୋସନ ଡେଭଲପ କରିବା ଅଛି। କେମିତି ଭଗବାନଙ୍କର ନାମ ନେଇକି ବିଭିନ୍ନ ଶ୍ଲୋକ ବଗେରା ଆବୃତ୍ତି କରିକି ଯୋଉଥିରେ ଭଗବାନଙ୍କର ବିଶେଷ ଗୁଣ କୀର୍ତ୍ତନ କରାଯାଇଛି। ଆମେ ଆମର କାର୍ଯ୍ୟଶୈଳୀରେ ଚାରିଟା ନିୟମକୁ ଷ୍ଟ୍ରିକ୍ଟଲି ପାଳନ କରିକି କିମ୍ବା ଭଗବାନଙ୍କ ବିଷୟରେ ଅନ୍ୟକୁ କହିକି କି ନାଇଁ ମୁଁ ଭଗବାନଙ୍କର ଭକ୍ତି କରିବା ପାଇଁ ଚାହୁଁଛି, ଭଗବାନ ଏଇ ଧାମରେ ଏଇ ଜାଗାରେ ରୁହନ୍ତି, ଭଗବାନଙ୍କର ନାମ ଏମିତି ସୁନ୍ଦର ଭାବରେ ଅଛି, କି ଭଗବାନଙ୍କର ଧାମ ଏମିତି ସୁନ୍ଦର ଭାବରେ ଅଛି, ଭଗବାନ ଏମିତି ସୁନ୍ଦର ଭାବରେ ଲୀଳା କରନ୍ତି। ତ ଏସବୁ ଜିନିଷ ଆମେ ଟିକେ ଜାଣିଲେ ସିନା ଆମର ଇଚ୍ଛା ହବ କି ନାଇଁ ଡେଭଲପ ହବ ଇମୋସନ। ଇମୋସନ ଏମିତି ଡେଭଲପ ହୁଏନି। ଇମୋସନ ପାଇଁ ଆମେ ସର୍ଭିସ କରିବାକୁ ପଡେ, ବହୁତ ସୁନ୍ଦର ସେବା କରିବାକୁ ପଡେ। ସେବା କଲେ ହିଁ ଆମର ସ୍ପିରିଚୁଆଲ ଇମୋସନ ଡେଭଲପ ହେଇପାରିବ। ଆଉ ସ୍ପିରିଚୁଆଲ ଇମୋସନ ବହୁତ ପ୍ରଭୁପାଦଙ୍କୁ ଶିଷ୍ୟ ପଚାରିଲେ କି ପ୍ରଭୁପାଦ ଏଇ ଯୋଉ ଲଷ୍ଟ ମୋ ହୃଦୟରେ ଅଛି, ତ ଏଇଟା କେବେ ଯିବ? ପ୍ରଭୁପାଦ କହିଲେ ଯାଇପାରିବନି। ତାପରେ ଆଉ ଥରେ ପଚାରିଲେ, ପ୍ରଭୁପାଦ କହିଲେ ଯାଇପାରିବନି। ପୁଣି କିଛି ଦିନ ପରେ ସେ କୋଶ୍ଚିନ୍ କୁ ଚେଞ୍ଜ କରିକି ପଚାରିଲେ, ମୋ ହୃଦୟରେ ଯୋଉଟା ଏଇଟା ଅଛି ତାକୁ କେମିତି ଯିବ? ପ୍ରଭୁପାଦ କହିଲେ ଯାଇପାରିବନି। ତ ହତାଶ ହେଇଗଲେ। ତାପରେ ପ୍ରଭୁପାଦ ଶିଷ୍ୟ ତାଙ୍କୁ ଯେତେବେଳେ କହିଲେ ନେକ୍ସଟ ଟାଇମ, ପ୍ରଭୁପାଦ କହିଲେ କେବଳ କୃଷ୍ଣଙ୍କର ଆଶୀର୍ବାଦ ମିଳିଲେ ଯିବ। ତେଣୁ କୃଷ୍ଣ ସୁଖ ବାସନା ଯଦି ଆମେ ଧୀରେ ଧୀରେ ଡେଭଲପ କରିବା କି ଭଗବାନଙ୍କୁ ଏଇଟା ପସନ୍ଦ। ବାହାର ଲୋକ କର୍ମ ହିଁ ଭଗବାନ କହିଦଉଛନ୍ତି ନିଜର ଇନ୍ଦ୍ରିୟ ତୃପ୍ତିକୁ ସାଧନ କରିବା ପାଇଁ, କିନ୍ତୁ ଆମକୁ ସେମିତି କରିବା ନାହିଁ। ଆମକୁ କୃଷ୍ଣ ହିଁ ଭଗବାନ, କୃଷ୍ଣଙ୍କର କର୍ମ ହିଁ ଭଗବାନ, ସେବା ହିଁ ଭଗବାନ। ତ ଏଇ ସବୁ ଜିନିଷକୁ ଆମକୁ ହୃଦୟରେ ଧାରଣ କରିକି ପ୍ରତ୍ୟେକ ଦିନ ବଞ୍ଚିବାକୁ ପଡିବ, ଯେ ପର୍ଯ୍ୟନ୍ତ ଆମର ମୃତ୍ୟୁ ଆମ ପାଖରେ ଉପସ୍ଥିତ ନ ହେଇଛି। ହରେ କୃଷ୍ଣ। ଆସନ୍ତୁ ଆମେ ଭଗବାନଙ୍କର ନାମକୁ, ହରିନାମ ପ୍ରଭୁଙ୍କୁ ସୁନ୍ଦର ଭାବରେ ପ୍ରାର୍ଥନା କରିବା। ତ ଯାହାଙ୍କର ଅପାର କରୁଣାରେ ଆମ ଭିତରେ ଏଇ ଆଧ୍ୟାତ୍ମିକ ଭାବ ପ୍ରବଣତା ଉଜ୍ଜୀବିତ ହେଇପାରିବ। ବୈଷ୍ଣବ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳପତରୁ ସଦୃଶ କ୍ଷମାଶୀଳ ଦୟାର ସାଗର ପତିତ ଜୀବଙ୍କର ଉଦ୍ଧାରକାରୀ ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ତରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ, ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳଠି କ୍ଷମା ପ୍ରାର୍ଥନା ମାଗି ନେବା ଉଚିତ। वंशाकल्पतरुर्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय। नवाचार्य श्री हरिदास ठाकुर की जय। वैष्णव ठाकुर श्री प्रभुपाद की जय। हरे कृष्ण। ସମସ୍ତେ ସେଇ ମନୋଭାବ ନେଇକି ଜପ କରିବେ କି ମତେ ଭଗବାନଙ୍କର ସେବା କରିବାର ଅଛି ବୋଲି। ହରେ କୃଷ୍ଣ।